ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆଜି ଦିନରେ ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଏହି ଦିନ ଗୁଡ଼ିକରେ ମାନେ ଆତ୍ମୀୟ ମଣ୍ଡଳୀରେ ଥିବା ଭାଇ ଭଉଣୀମାନଙ୍କର ବିଷୟରେ ଆମେ ଚିନ୍ତା କରୁଛୁ। ସେମାନଙ୍କର ଜୀବନର ଆଦର୍ଶ ଦ୍ୱାରା ଚାରିପାଖରେ ଥିବା ବିଜାତୀୟମାନଙ୍କର ନିକଟରେ ସୁସମାଚାରକୁ ସେମାନେ ପହଞ୍ଚିବା ପାଇଁ ସକ୍ଷମ ହୋଇଥିଲେ। କେବଳ ମଣ୍ଡଳୀ ନୁହେଁ, ମାତ୍ର ଆତ୍ମୀୟ ମଣ୍ଡଳୀରେ ଆମେ କେତେ ଗୁଡ଼ିଏ ପରିବାର ବିଷୟ ଲକ୍ଷ୍ୟ କରୁଛୁ, ଯେଉଁମାନେ ସାଧାରଣ ପରିସର ମଧ୍ୟରୁ ଆସିଥିଲେ ମଧ୍ୟ ସେମାନଙ୍କର ଜୀବନର ସବୁ ଘଟଣା ଗୁଡ଼ିକୁ ସେମାନେ ଈଶ୍ୱରଙ୍କର ହସ୍ତ ତଳୁ ଗ୍ରହଣ କଲେ, ଆପଣା ଆପଣା ଜୀବନକୁ ସମର୍ପଣ କଲେ। ଫଳରେ ସେମାନେ ଈଶ୍ୱରଙ୍କର ସୁସମାଚାର ସେବା କାର୍ଯ୍ୟରେ ଅନେକଙ୍କ ନିମନ୍ତେ ଆଶୀର୍ବାଦର କାରଣ ହୋଇପାରିଥିଲେ। ସେମାନଙ୍କ ମଧ୍ୟରୁ ଆମେ ପ୍ରେରିତ 18 ପର୍ବରେ ଆଜି ଗୋଟିଏ ପରିବାର ବିଷୟରେ ଆମେ ଚିନ୍ତା କରିବା। ଆକ୍ୱିଲା ପରେ ପ୍ରିସ୍କିଲା, ସେମାନେ ରୋମ୍ ଆସିଥିଲେ। ସେମାନଙ୍କର ବ୍ୟବସାୟ ଥିଲା ତମ୍ବୁ ନିର୍ମାଣ କରିବା। କିନ୍ତୁ ଯେତେବେଳେ ସେମାନେ ପେଣ୍ଟିକସ୍ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ବିଶ୍ୱାସ କଲେ, ଆପଣା ଆପଣା ଜୀବନକୁ ଈଶ୍ୱରଙ୍କ ନିମନ୍ତେ ସମର୍ପଣ କଲେ, ସେହି ସମୟଠାରୁ ହୁଏତ ସେମାନଙ୍କର ଜୀବନରେ ଅନ୍ୟମାନଙ୍କର ନିମନ୍ତେ ଏକ ସୁସମାଚାର ବୋଝ ପ୍ରକାଶିତ ହେଲା। ପୁନର୍ବାର ଯେତେବେଳେ ସେମାନେ ନିଜର ସ୍ଥାନ ରୋମକୁ ଫେରି ଆସିଲେ, ଆଉ ଲେଖାଯାଉଛି ସେହି ସ୍ଥାନରେ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ସ୍ୱରୂପ ହେଲେ। ସମୟକ୍ରମେ ରୋମରେ ତାଡ଼ନା, ଭୀଷଣ ତାଡ଼ନା ଯେତେବେଳେ ଆରମ୍ଭ ହେଲା, ସେତେବେଳେ ପ୍ରାୟ ରୋମବାସୀ ଖ୍ରୀଷ୍ଟିଆନ ମାନେ ବିଭିନ୍ନ ସ୍ଥାନ ଗୁଡ଼ିକୁ ସେମାନେ ବିକ୍ଷିପ୍ତ ହେଲେ। ଫଳରେ ଆକ୍ୱିଲା ପ୍ରିସ୍କିଲା ସେମାନଙ୍କର ବ୍ୟବସାୟ ସହିତ ସେମାନେ ଚାଲି ଆସିଲେ ଆମମାନଙ୍କର କରନ୍ଥୀ ମଣ୍ଡଳୀକୁ। ଯେଉଁ କରନ୍ଥୀ ମଣ୍ଡଳୀରେ ସେତେବେଳେ ସୁସମାଚାର ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଉ ଯେତେବେଳେ ସେହି ମଣ୍ଡଳୀରେ ସେମାନେ ଆପଣା ଆପଣାକୁ ସମ୍ପୃକ୍ତ କଲେ, ଲେଖାଯାଉଛି ସେହି ସ୍ଥାନରେ ସେମାନେ ମଧ୍ୟ ନିଜକୁ ସୁସମାଚାର ସେବା କାର୍ଯ୍ୟରେ ଅଂଶୀ କରିବା ପାଇଁ ମନୋଯୋଗୀ ହେଲେ। ସେମାନଙ୍କର ଜୀବନର ଏହି ଘଟଣା ହୁଏତ ସେମାନଙ୍କ ପାଇଁ ଆକସ୍ମିକ ଥିଲା। ଭାବିନଥିଲେ ଯେ ଏହି ପ୍ରକାର ଏକ ତାଡ଼ନା ସେମାନଙ୍କ ସମ୍ମୁଖରେ ଆସିବ। କିନ୍ତୁ ଆମେ ଦେଖୁଛୁ ସେହି ତାଡ଼ନାର ମଧ୍ୟରେ ସେମାନେ କରନ୍ଥୀକୁ ଆସି ପ୍ରଭୁଙ୍କ ସେବା କାର୍ଯ୍ୟରେ ମଧ୍ୟ ସେମାନେ ସାମିଲ ହୋଇପାରିଲେ। ପରବର୍ତ୍ତୀ ସମୟରେ ଆମେ ଲକ୍ଷ୍ୟ କରିଛୁ କିପରି ଭାବରେ ସମୟକ୍ରମେ ସେମାନେ ସେହି କରନ୍ଥୀ ମଣ୍ଡଳୀରେ ପାଉଲଙ୍କର ସହିତ ସାକ୍ଷାତ କଲେ। ଆଉ ଲେଖାଯାଉଛି ପାଉଲ ଯେହେତୁ ସବୁ ବ୍ୟବସାୟ ତମ୍ବୁ ନିର୍ମାଣକାରୀ ଥିଲେ, ସେଥିପାଇଁ ଉଭୟଙ୍କର ବ୍ୟବସାୟ ସେମାନଙ୍କୁ ପରସ୍ପର ପ୍ରତି ଆକୃଷ୍ଟ କଲା। କେବଳ ସେତିକି ନୁହେଁ, ଆକ୍ୱିଲା ପ୍ରିସ୍କିଲା ଯେହେତୁ ପ୍ରଭୁଙ୍କର ସେବା କାର୍ଯ୍ୟରେ ଉଦ୍ଯୋଗୀ ଥିଲେ ପାରିବାରିକ ଭାବରେ, ସେଥିପାଇଁ ପାଉଲଙ୍କର ସେବା କାର୍ଯ୍ୟରେ ମଧ୍ୟ ସେମାନେ ଉଦ୍ଯୋଗୀ ହେବା ପାଇଁ ଇଚ୍ଛା ପ୍ରକାଶ କଲେ। ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଆମମାନଙ୍କର ଜୀବନର ଘଟଣା ଗୁଡ଼ିକୁ, ବ୍ୟକ୍ତି ବିଶେଷ ଗୁଡ଼ିକୁ ଆମେ ଆକସ୍ମିକ ଭାବରେ ଗ୍ରହଣ କରିଥାଉ। କିନ୍ତୁ ନା, ଯେତେବେଳେ ଆମମାନଙ୍କର ନିଜ ଜୀବନକୁ ଆମେ ଈଶ୍ୱରଙ୍କର ହସ୍ତରେ ତାଙ୍କର ସେବା କାର୍ଯ୍ୟ ନିମନ୍ତେ ଆମେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଥାଉ, ସେତେବେଳେ ଆମମାନଙ୍କର ଜୀବନର କୌଣସି ଘଟଣା, କୌଣସି ବ୍ୟକ୍ତି ବିଶେଷ ଆକସ୍ମିକ ନୁହେଁ। ତେବେ ଯେତେବେଳେ ସେମାନେ ପାଉଲଙ୍କୁ ସମାଜ ଗୃହରେ ଭେଟିଲେ, ଆଉ ସମାଜ ଗୃହରେ ପାଉଲଙ୍କର ସାକ୍ଷ୍ୟ ଶୁଣିଲେ, ପାଉଲଙ୍କର ସେବା କାର୍ଯ୍ୟ ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବେ। କିପରି ଭାବରେ ପାଉଲ ବିଭିନ୍ନ ସ୍ଥାନକୁ ଯାଇ ସୁଜାତି ବିଜାତିମାନଙ୍କର ନିକଟରେ ସୁସମାଚାରକୁ ପ୍ରଚାର କରୁଛନ୍ତି, ଲୋକମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି, ତାହା ନିଶ୍ଚିତ ଭାବରେ ଆକ୍ୱିଲା ପରେ ପ୍ରିସ୍କିଲା ଉଭୟଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିଛି, ଭାରଗ୍ରସ୍ତ କରିଛି। ପ୍ରିୟ ବନ୍ଧୁଗଣ, ଏହି ହେଉଛି ଏକ ସାଧାରଣ ପରିବାର। ଆକ୍ୱିଲା ପ୍ରିସ୍କିଲା ଉଭୟଙ୍କର ନାମ ପ୍ରେରିତ ବୃତ୍ତାନ୍ତରେ ପ୍ରାୟ କେବଳ 5 ଥର ଉଲ୍ଲେଖ କରାଯାଇଛି। ଆଉ ସେଥିମଧ୍ୟରୁ 3 ଥର ପ୍ରିସ୍କିଲା ଯିଏକି ସ୍ତ୍ରୀ ଥିଲେ ତାଙ୍କର ନାମ ଅଧିକ ଥର ଲେଖାଯାଇଛି। ତେବେ ଯାହା ହେଉନା କାହିଁକି, ଗୋଟିଏ ବିଷୟ ଆମେ ଲକ୍ଷ୍ୟ କରୁଛୁ, ଆରମ୍ଭରୁ ହେଇପାରେ ବୈବାହିକ ଜୀବନ ଆରମ୍ଭରୁ ଆକ୍ୱିଲା ପରେ ପ୍ରିସ୍କିଲା ସେମାନେ
ସବୁ ବିଷୟରେ ଏକମତ ଥିଲେ, ପରିବାରକୁ ଏକତ୍ର ଭାବରେ କରୁଥିଲେ, ଈଶ୍ୱର ବାକ୍ୟ ଧ୍ୟାନ କରିବାରେ ଏକତ୍ର ଭାବରେ ବୃଦ୍ଧି ପ୍ରାପ୍ତ ହେଉଥିଲେ। ବର୍ତ୍ତମାନ ସୁସମାଚାର ସେବା କାର୍ଯ୍ୟରେ ମଧ୍ୟ ସେମାନେ ଏକମତ। ଅନେକ ସମୟରେ ତାହାମାନଙ୍କର ପାରିବାରିକ ଜୀବନରେ ଆମେ ଦେଖିପାରିନଥାଉ। ସ୍ୱାମୀ ଯଦି ପ୍ରଭୁଙ୍କର କାର୍ଯ୍ୟରେ ଉଦ୍ୟୋଗୀ, ସ୍ତ୍ରୀ ସେତେ ପରିମାଣରେ ଉଦ୍ୟୋଗୀ ନଥାନ୍ତି। କେତେ ପରିବାର ସ୍ତ୍ରୀମାନେ ଉଦ୍ୟୋଗୀ, ସ୍ୱାମୀମାନେ ସେତେ ଉଦ୍ୟୋଗୀ ନଥାନ୍ତି। କିନ୍ତୁ ଏକ ଆଦର୍ଶ ପରିବାର, ପ୍ରିସ୍କିଲାର ପରିବାର ଏକ ଆଦର୍ଶ ସୁସମାଚାର ସେବା କାର୍ଯ୍ୟରେ ସହଯୋଗୀ ଭାବରେ ଆଜି ଆମେ ଲକ୍ଷ୍ୟ କରୁଛୁ। ତେବେ ଆକ୍ୱିଲା ପ୍ରିସ୍କିଲା ଯେତେବେଳେ ପାଉଲଙ୍କର ସେବା କାର୍ଯ୍ୟ ବିଷୟରେ ଶୁଣିଲେ, ସେମାନେ ଭାରଗ୍ରସ୍ତ ହେଲେ, ସେମାନେ ଉତ୍ସାହିତ ହେଲେ। ଆଉ ହୁଏତ ଅଧିକ ପରିମାଣରେ ପାଉଲଙ୍କର ସେବା କାର୍ଯ୍ୟ ବିଷୟରେ ଜାଣିବା ନିମନ୍ତେ, ପୁଣି ପାଉଲଙ୍କୁ ଉତ୍ସାହ ଦେବା ନିମନ୍ତେ, ପ୍ରେରଣା ଦେବା ନିମନ୍ତେ ଲେଖାଯାଉଛି ଉଭୟ ହୁଏତ ଏକ ଉପାସନା ପରେ ନିଜର ଗୃହକୁ ସେମାନେ ପାଉଲଙ୍କୁ ନେଇ ଆସିଲେ। ପ୍ରଥମ ବିଷୟ ଯାହାକି ଆମେ ଲକ୍ଷ୍ୟ କରୁଛୁ, ଆକ୍ୱିଲା ପ୍ରିସ୍କିଲା ଯଦ୍ୟପି ବର୍ତ୍ତମାନ ଏକ ବିଦେଶ ସ୍ଥାନରେ ଅଛନ୍ତି, ସେମାନଙ୍କର ବ୍ୟବସାୟ ହୁଏତ ଆରମ୍ଭ କରିନାହାନ୍ତି, ନିଜର ସ୍ୱସ୍ଥାନ ରୋମ ଛାଡ଼ି କରନ୍ତି ନୂଆ ସ୍ଥାନକୁ ଆସିଛନ୍ତି, ପରିବାରକୁ ଆସ୍ତେ ଆସ୍ତେ ଗଠନ କରୁଛନ୍ତି, ବ୍ୟବସାୟ ହୁଏତ ଆରମ୍ଭ କରୁଛନ୍ତି। ଏହିପରି ଏକ ଘଡ଼ିଛନ୍ତି ସମୟରେ ସେମାନଙ୍କର ହୃଦୟ, ସେମାନଙ୍କର ମନ ପ୍ରଭୁଙ୍କ ସେବା କାର୍ଯ୍ୟ ପ୍ରତି, ସେବାକାରୀଙ୍କ ପ୍ରତି ବିଶେଷ ଭାବରେ ଭାରଗ୍ରସ୍ତ ହେଉଛି। ଲେଖାଯାଉଛି ଯେ ଯେତେଦିନ ପାଉଲ ସେହି ସ୍ଥାନରେ, ସେହି ସମାଜଗୃହ ମଣ୍ଡଳୀରେ ସୁସମାଚାର କାର୍ଯ୍ୟ ବିଷୟରେ ସମ୍ପୃକ୍ତ ଥିଲେ, ସେତିଦିନ ପର୍ଯ୍ୟନ୍ତ ପାଉଲ ଆକ୍ୱିଲା ପ୍ରିସ୍କିଲାଙ୍କର ପରିବାରରେ ରହିଥିଲେ। ପ୍ରିୟ ବନ୍ଧୁଗଣ, ଏକ ଖ୍ରୀଷ୍ଟୀୟ ପରିବାର, ଏକ ସାଧାରଣ ପରିବାର, ବିଶ୍ୱାସୀ ପରିବାର ଆଜି ସେମାନଙ୍କର ଗୃହକୁ ଈଶ୍ୱରଙ୍କର କାର୍ଯ୍ୟକାରୀ ସେବାକାରୀଙ୍କ ପାଇଁ, ସେବା କାର୍ଯ୍ୟ ପାଇଁ ସେ ଖୋଲି ଦେଇଥିଲେ। ହୁଏତ ଦିନ ପରେ ଦିନ ନିଶ୍ଚିତ ଭାବରେ ଆକ୍ୱିଲା ପ୍ରିସ୍କିଲା ପାଉଲଙ୍କର ପାଖରେ ବସି ଅଧିକ ପରିମାଣରେ ସୁସମାଚାର କାର୍ଯ୍ୟ ବିଷୟ ନିଶ୍ଚୟ ଶୁଣୁଥିବେ। ପୁଣି ଆଗାମୀ ଦିନଗୁଡ଼ିକରେ ପାଉଲ ଯେଉଁ କେଉଁ ସ୍ଥାନକୁ ଯିବେ, କିପରି ଭାବରେ ସେବା କାର୍ଯ୍ୟ କରିବେ, ସବୁ ବିଷୟ ସେମାନଙ୍କଠାରୁ ହୁଏତ ତହିଁଠି ସେମାନେ ବୁଝୁଥିବେ। ଏ ସମସ୍ତ ବିଷୟ ହୁଏତ ପରବର୍ତ୍ତୀ ସମୟରେ ଆମେ ଲକ୍ଷ୍ୟ କରିବା, ଆକ୍ୱିଲା ପ୍ରିସ୍କିଲା ଏପରି ଭାବରେ ଭାରଗ୍ରସ୍ତ ହେଲେ, ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କର ସେବା କାର୍ଯ୍ୟ ପାଇଁ ସେମାନେ ଉତ୍ସର୍ଗ କଲେ। ଆପଣା ଗୃହକୁ ପାଉଲଙ୍କର ନିମନ୍ତେ, ଈଶ୍ୱରଙ୍କର ସେବାକାରୀଙ୍କ ନିମନ୍ତେ ସେ ଖୋଲିଦେଲେ। ସୀମିତ ପରିସର, ବ୍ୟବସାୟ ନାହିଁ, ଯଥେଷ୍ଟ ଅର୍ଥ ନାହିଁ, କେବଳ ସେତିକି ନୁହେଁ, ମୁଁ ବିଶ୍ୱାସ କରେ ହେଇପାରେ ଆକ୍ୱିଲା ପ୍ରିସ୍କିଲାଙ୍କର ରହିବାର ଗୃହ ସେତେ ପ୍ରଶସ୍ତ ନଥିବ, ଛୋଟ ଗୃହ ଥିବ, ତଥାପି ଆକ୍ୱିଲା ପ୍ରିସ୍କିଲା କହିଲେ ସେଥିରେ ଯାଇ ଆସେ ନାହିଁ, ଯାହା ଆମମାନଙ୍କର ଖାଇବାର ଅଛି ଆମେ ଭାଗ କରି ଖାଇବା, ଯେତିକି ସ୍ଥାନ ଶୋଇବା ପାଇଁ ଅଛି ସେତିକିରେ ଆମେ ଯଥେଷ୍ଟ ସନ୍ତୁଷ୍ଟ ହେବା। ପ୍ରିୟ ବନ୍ଧୁଗଣ, ଏହି ହେଉଛି ସେବା କାର୍ଯ୍ୟରେ ଅଂଶଗ୍ରହଣ କରିବାର ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଆମମାନଙ୍କ ମଧ୍ୟରେ ପ୍ରଶ୍ନ ଆସେ, କେଉଁ ଶେଷ ଥର ନିମନ୍ତେ ଆପଣଙ୍କର ଗୃହ ପ୍ରଭୁଙ୍କର ସେବାକାରୀ ପ୍ରତି ଉନ୍ମୁକ୍ତ ରହିଛି? କେବେ ଜଣେ ପ୍ରଚାରକ ଆସି ଆପଣଙ୍କର ଗୃହରେ ଖାଦ୍ୟ ଭୋଜନ କରିଛନ୍ତି? ଆପଣ ଗୃହରେ ଦିନେ ଓଳିଏ ରହିଛନ୍ତି କି? ଆପଣଙ୍କର ଗୃହ ଗୁଡ଼ିକ ଏପର୍ଯ୍ୟନ୍ତ ନିଜ ପାଇଁ କେବଳ ବ୍ୟବହାର ହେଉଛି ନା? ଯଦି ଆପଣଙ୍କର ଗୃହ, ମୋର ଗୃହ ଆଜି ପ୍ରଭୁଙ୍କ ସେବକ ସେବିକା ମାନଙ୍କର ପାଇଁ, ସେମାନଙ୍କର ଉତ୍ସାହ ପ୍ରେରଣା ପାଇଁ ଯଦି ଉନ୍ମୁକ୍ତ ନୁହେଁ, ତେବେ ହୁଏତ ପରବର୍ତ୍ତୀ ସମୟରେ ଆପଣଙ୍କର ଜୀବନ, ମୋ ଜୀବନ, ଆମମାନଙ୍କର ପାରିବାରିକ ଜୀବନ ପ୍ରଭୁଙ୍କର ସେବା କାର୍ଯ୍ୟ ବ୍ୟବହାର ହେଇପାରିବନି। ତେବେ ଆକ୍ୱିଲା ପ୍ରିସ୍କିଲା ପାଉଲଙ୍କୁ ଉତ୍ସାହ ଦେଲେ, ନିଶ୍ଚିତ ଭାବରେ କହିଦିଏ, ପାଉଲ ଆଗେଇ ଚାଲ, ଆଗେଇ ଚାଲ, ମନେ ରଖ ଆମେ ତୁମର ପଛରେ ଅଛୁ, ଆମେ ପ୍ରାର୍ଥନା କରିବା, ଆମେ ଆର୍ଥିକ ସହାୟତା ଦେବା, ଆଉ ଯେତେ ତରକାରୀକୁ ଆସୁଥିବ ପାଉଲ ଭୁଲିବନି ଆମମାନଙ୍କୁ। ପ୍ରିୟ ବନ୍ଧୁଗଣ, ଏକ ଆଦର୍ଶ ସାଧାରଣ ବିଶ୍ୱାସୀ ପରିବାର ଆପଣା ଗୃହକୁ ପ୍ରଭୁଙ୍କର ଦାସ ନିମନ୍ତେ ଫଳ କ'ଣ ହେଲା? ନିଶ୍ଚିତ ଭାବରେ ପାଉଲ ଯେତେବେଳେ ଗୋଟିଏ ସପ୍ତାହ ପରେ କରନ୍ତି ମଣ୍ଡଳୀ ପରିତ୍ୟାଗ କରି ଅନ୍ୟ ସ୍ଥାନକୁ ଗଲେ, ନିଶ୍ଚିତ ଭାବରେ ସେ ଉତ୍ସାହିତ ହେଇଥିବେ, ପ୍ରେରଣା ପାଇଥିବେ,
ମନେ ମନେ କହୁଥିବେ, ଯେତେବେଳେ ଅସୁବିଧା ଆସିଥିବ ନିଶ୍ଚୟ ଭାବିଥିବେ, ହଁ ମୋର ମନେ ଅଛି ସେଇ କରନ୍ତିରେ ଗୋଟିଏ ପରିବାର ଥିଲେ, ମୋର ଆତିଥ୍ୟ କଲେ, ମୋତେ ଉତ୍ସାହ ଦେଲେ, ମୋତେ ପ୍ରେରଣା ଦେଲେ, ମୋ ପାଇଁ ପ୍ରାର୍ଥନା ପ୍ରତିଶ୍ରୁତି ଦେଲେ। ପ୍ରିୟ ବନ୍ଧୁଗଣ, ଆପଣ ପୁଣି ମୁଁ ଆମେ ମିଶନାରୀ ଭାବରେ ଆଗକୁ ଯାଇ ନ ପାରୁ, କିନ୍ତୁ ପ୍ରଭୁଙ୍କର ସେବାକାରୀର ଜୀବନ ପଛରେ ଯଦି ଆପଣ ଉତ୍ସାହ ସହିତ ପ୍ରେରଣା ସହିତ ରହିବେ, ଟିକେ ଆର୍ଥିକ ସହାୟତା ଦେବେ, ଟିକେ ଆତିଥ୍ୟ ଦେବେ, ନିଶ୍ଚିତ ଭାବରେ ଆଜି ଅନେକ ପାଳକ, ଅନେକ ପ୍ରଚାରକଙ୍କୁ, ଅନେକ ମିଶନାରୀ ମାନେ ଉତ୍ସାହ ଦେଇ ସୁସମାଚାର କାର୍ଯ୍ୟରେ ଆଗେଇ ଯିବେ। ପାଉଲ ଆଗେଇ ଚାଲିଲେ, କାରଣ ପଛରେ ଥିଲେ ଆକ୍ୱିଲା ପ୍ରିସ୍କିଲା। ସେତିକି ନୁହେଁ, ପରବର୍ତ୍ତୀ ସମୟରେ 26 ପଦରେ ଆମେ ପାଠ କରୁଛୁ, 18 ପଦରେ ଯେତେବେଳେ ପାଉଲ କରନ୍ତି ମଣ୍ଡଳୀ ପରିତ୍ୟାଗ କଲେ, ସେତେବେଳେ ନିଶ୍ଚିତ ଭାବରେ ଆକ୍ୱିଲା ପ୍ରିସ୍କିଲା ହୁଏତ ଶେଷ ରାତିରେ ଭାବିଥିବେ, ହେ ଏତେ ଗୁଡ଼ିଏ କାର୍ଯ୍ୟ ବାକି ଅଛି, ପାଉଲ ଏକାକି ଯଥେଷ୍ଟ ନୁହନ୍ତି, ଚାଲ ଆମେ ତାଙ୍କର ସହିତ ଯିବା। ବର୍ତ୍ତମାନ ଦେଖିପାରୁଛୁ ବ୍ୟବସାୟ ପର୍ଯ୍ୟନ୍ତ ଆରମ୍ଭ କରିନାହାନ୍ତି, ପାଖରେ ଅର୍ଥ ନାହିଁ, ଅନିଶ୍ଚିତ ଭବିଷ୍ୟତ। ପାଉଲ ସିନା ଏକୁଟିଆ ଥିଲେ, ଏକୁଟିଆ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଉଥିଲେ, କିନ୍ତୁ ଆମେ ପରିବାର, ଆମେ ସ୍ୱାମୀ ସ୍ତ୍ରୀ। ଏଇ ପାଉଲଙ୍କର ପଛରେ ଯଦି ଆଜି ଯିବା, ତେବେ ଆମେ ରହିବା, ଆମମାନଙ୍କର ଖାଇବା ବିଷୟରେ କିଏ ବୋଝ କରିବ? ପ୍ରିୟ ବନ୍ଧୁଗଣ, ଏ ସମସ୍ତ ବିଷୟରେ ଆକ୍ୱିଲା ପ୍ରିସ୍କିଲା ଚିନ୍ତା ନ କରି ଲେଖାଯାଉଛି ପାଉଲଙ୍କର ସହିତ ସେମାନେ ଏକତ୍ର ଭାବରେ କରନ୍ତି ପରିତ୍ୟାଗ କରି ବର୍ତ୍ତମାନ ସେମାନେ ଏଫିସକୁ ଆସିଛନ୍ତି। ଆଉ ଲେଖାଯାଉଛି 26 ପଦରେ, ଏଫିସରେ ଥିବା ସମୟରେ ଆକ୍ୱିଲା ପ୍ରିସ୍କିଲା ଆଉ ଜଣେ ପ୍ରଭୁଙ୍କର ସେବାକାରୀଙ୍କର ସଂସ୍ପର୍ଶରେ ଆସୁଛନ୍ତି। ତାଙ୍କର ନାମ ଥିଲା ଆପୋଲ। ଲେଖାଯାଉଛି ଆପୋଲ ଈଶ୍ୱରଙ୍କ ବାକ୍ୟରେ ସୁଶିକ୍ଷିତ ଥିଲେ, ଉତ୍ତମ ଭାବରେ ପ୍ରଚାର କରୁଥିଲେ, କିନ୍ତୁ ଆକ୍ୱିଲା ପ୍ରିସ୍କିଲା ଯେହେତୁ ସେମାନେ ଉଭୟ ଈଶ୍ୱରଙ୍କ ବାକ୍ୟରେ ଦିନ ପ୍ରତିଦିନ ବୃଦ୍ଧି ପାଉଥିଲେ, ସେଥିପାଇଁ ଆପୋଲଙ୍କର ପ୍ରଚାରରେ ସେମାନେ କେତେ ଗୁଡ଼ିଏ ବିଷୟର ଅଭାବକୁ ସେମାନେ ଦେଖି ପାରୁଥିଲେ। ହଁ, ଏଇ ଯୁବକ ଉତ୍ସାହ ସହିତ ପ୍ରେରଣା ସହିତ ପ୍ରଭୁଙ୍କର ବାକ୍ୟ ପ୍ରଚାର କରୁଛି, କିନ୍ତୁ ଟିକେ ଆବଶ୍ୟକତା ଅଛି, ଆଉ ଟିକେ ଅଧିକ ଶିକ୍ଷାର ଆବଶ୍ୟକତା ଅଛି, ଆଉ ଟିକେ ପ୍ରେରଣାର ଆବଶ୍ୟକତା ଅଛି। ଲେଖାଯାଉଛି ସେଇ ଏଫିସରେ ନୂଆ ଭାବରେ ଏଫିସକୁ ଯାଇଛନ୍ତି। ଲେଖାଯାଉଛି ସେମାନେ ଆପଣଙ୍କୁ ଉପାସନା ପରେ ନିଜର ଗୃହକୁ ଆଣି ଅଧିକ ପରିମାଣରେ, ଲେଖାଯାଉଛି ବାକ୍ୟକୁ ଅଧିକ ପରିମାଣରେ ସେ ତାହାଙ୍କୁ ଶିକ୍ଷା ଦେବା ପାଇଁ, ପ୍ରେରଣା ଦେବା ପାଇଁ ସେ ଲାଗି ରହିଲେ। ପ୍ରିୟ ବନ୍ଧୁଗଣ, ଏକ ଗୃହ କେବଳ ପାଉଲଙ୍କର ନିମନ୍ତେ ନୁହେଁ, ମାତ୍ର ଜଣେ ଯୁବା ପ୍ରଚାରକ ନିମନ୍ତେ ଆକ୍ୱିଲା ପ୍ରିସ୍କିଲାଙ୍କର ଗୃହ ଉନ୍ମୁକ୍ତ ଥିଲା। ଯେତେଦିନ ସେହି ସ୍ଥାନରେ ଥିଲେ, ଦିନ ପ୍ରତିଦିନ ଆକ୍ୱିଲା ପ୍ରିସ୍କିଲା, ଭାବିପାରୁଛୁ ସାଧାରଣ ବିଶ୍ୱାସୀ ପରିବାର, ଆପଣ ଥିଲେ ପ୍ରଚାରକ, କିନ୍ତୁ ସାଧାରଣ ବିଶ୍ୱାସୀ ପରିବାର ପ୍ରମୁଖ ପାଖରେ ଏପରି ଭାବରେ ସୁଶିକ୍ଷିତ ଥିଲେ, ବୃଦ୍ଧି ପାଉଥିଲେ, ଫଳରେ ପ୍ରଚାରକଙ୍କୁ ଉତ୍ସାହ ଦେଲେ, ପ୍ରେରଣା ଦେଲେ। ପ୍ରିୟ ବନ୍ଧୁଗଣ, ପ୍ରଶ୍ନ ଉଠେ, ଆଜି ପାରିବାରିକ ଭାବରେ, ସ୍ୱାମୀ ସ୍ତ୍ରୀ ଭାବରେ ଆମେ ଯଦି ଈଶ୍ୱରଙ୍କ ବାକ୍ୟରେ ଦିନ ପ୍ରତିଦିନ ବୃଦ୍ଧି ପାଉନୁ, ସତ୍ୟ ବାକ୍ୟରେ ବୃଦ୍ଧି ପାଉନୁ, ତେବେ କୌଣସି ପ୍ରକାର ଭାବରେ ଆମେ ଅନ୍ୟମାନଙ୍କୁ ଉତ୍ସାହିତ ଦେଇ କରିପାରିବା ନାହିଁ। କେବଳ ସେତିକି ନୁହେଁ, ମାତ୍ର ଆକ୍ୱିଲା ପ୍ରିସ୍କିଲା ନିଜର ଗୃହକୁ ଏକ ବାକ୍ୟ ଷ୍ଟଡି ଭାବରେ, ଏକ ବାକ୍ୟ ଅଧ୍ୟୟନର କେନ୍ଦ୍ର ଭାବରେ ଖୋଲି ଦେଇଥିଲେ। ଆତିଥ୍ୟ ପାଇଁ କେବଳ ନୁହେଁ, ମାତ୍ର ସେମାନଙ୍କର ଗୃହ ଅନ୍ୟମାନଙ୍କ ପାଇଁ ବାକ୍ୟ ଅଧ୍ୟୟନ, ବାକ୍ୟ ଶିକ୍ଷାର ଏକ କେନ୍ଦ୍ର ଥିଲା। ଆଜି କ'ଣ ଆମମାନଙ୍କର ପରିବାରକୁ ଚାରିପାଖରେ ହୁଏତ ଅନେକ ମା ଭଉଣୀମାନେ ଅଛନ୍ତି, ଯୁବା ପୁଅ ଝିଅମାନେ ଅଛନ୍ତି, ବାପା ମା ମାନେ ଅଛନ୍ତି, ଯେଉଁମାନେ ଈଶ୍ୱର ବାକ୍ୟରେ ସୁଶିକ୍ଷିତ ହେଇନାହାନ୍ତି। ଆମେ ଜାଣୁ ଆମମାନଙ୍କର ମଣ୍ଡଳୀରେ ଏପରି ଅନେକ ଅଛନ୍ତି। କ'ଣ ଆମମାନଙ୍କର ଗୃହକୁ ଆଣି ସପ୍ତାହକୁ ଥରେ କିମ୍ବା ମାସକୁ ଥରେ ଆମେ ଈଶ୍ୱରଙ୍କ ବାକ୍ୟରେ ଅଧିକ ଶିକ୍ଷା ଦେଉଛୁ? ସମୟ ଆସିଛି, ଏହା ଆପଣଙ୍କ ପାଇଁ ଆହ୍ୱାନ, ମୋ ପାଇଁ ଆହ୍ୱାନ। ତେବେ ଯେତେବେଳେ ଆପଣ ସେହି ସ୍ଥାନରେ ସେବା କାର୍ଯ୍ୟ ଶେଷ କରି ଆଗେଇ ଚାଲୁଛନ୍ତି, ଆକ୍ୱିଲା ପ୍ରିସ୍କିଲା ସେବା କାର୍ଯ୍ୟରେ ପଛେଇ ନାହାନ୍ତି, ଆଗେଇ ଚାଲିଛନ୍ତି। ଆପଣ ଗୃହକୁ ଈଶ୍ୱରଙ୍କର ସେବା କାର୍ଯ୍ୟ ପାଇଁ, କାରୀମାନଙ୍କର ପାଇଁ, ଶିକ୍ଷା ଦେବା ପାଇଁ। କେବଳ ସେତିକି ନୁହେଁ, ମାତ୍ର ପରବର୍ତ୍ତୀ ସମୟରେ ଆମେ ପାଠ କରୁଛୁ, ପ୍ରଥମ କରନ୍ତି ତାର 16 ପର୍ବରେ
ଯେତେବେଳେ ପାଉଲ ତାଙ୍କର ଚିଠି ଲେଖୁଛନ୍ତି ସେ ଆକ୍ୱିଲା ପ୍ରିସ୍କିଲାଙ୍କ ନାମ ଧରି କହୁଛନ୍ତି, ଆକ୍ୱିଲା ଓ ପ୍ରିସ୍କିଲା ମୁଁ ଖ୍ରୀଷ୍ଟଙ୍କ ନାମରେ ତୁମକୁ ଅଭିନନ୍ଦନ କରୁଛି। କେବଳ ସେତିକି ନୁହେଁ, ମାତ୍ର ତୁମର ଗୃହରେ ଯୋଉ ମଣ୍ଡଳୀ ଅଛି ସେଇ ମଣ୍ଡଳୀର ଭାଇ ଭଉଣୀ ମାନେ ତୁମକୁ ନମସ୍କାର ଜଣାଉଛନ୍ତି। କ'ଣ ସମୟ ଆସିଲା ଯେତେବେଳେ ଯୋଉ ନୂଆ ବିଶ୍ୱାସୀ ଭାଇ ଭଉଣୀ ମାନେ ସେଇ ଅଞ୍ଚଳରେ ବଡ଼ ବଡ଼ ମଣ୍ଡଳୀ ମଧ୍ୟରେ ସମ୍ପୃକ୍ତ ହେଇପାରୁନଥିଲେ, ସେମାନଙ୍କ ପାଇଁ ସ୍ଥାନ ନଥିଲା, ବିଜାତୀୟ ସ୍ତରରୁ ଆସିଥିଲେ, ସେଇମାନଙ୍କ ଉପାସନା ପାଇଁ ଆକ୍ୱିଲା ପ୍ରିସ୍କିଲା ନିଜର ଗୃହକୁ ଉନ୍ମୁକ୍ତ କଲେ। ବର୍ତ୍ତମାନ ତାଙ୍କ ଗୃହ ଏକ ଗୃହ ମଣ୍ଡଳୀ ଭାବରେ ପରିଣତ ହେଇପାରିଲା। ପ୍ରିୟ ବନ୍ଧୁଗଣ, ଦେଖିପାରୁଛୁ ଆଜି ଅନେକ ଆପଣଙ୍କର ଚାରି ପାଖରେ ଅଛନ୍ତି, ନୂଆ ବିଶ୍ୱାସୀ ମାନେ ଅଛନ୍ତି, ସେମାନେ ଆମମାନଙ୍କର ବଡ଼ ବଡ଼ ମଣ୍ଡଳୀକୁ ଯିବା ପାଇଁ ସଂକୋଚ କରନ୍ତି। କିନ୍ତୁ ଆଜି ଆପଣଙ୍କର ଗୃହ, ମୋର ଗୃହ ସେହିପରି ଅଳ୍ପ ସଂଖ୍ୟକ ନୂଆ ବିଶ୍ୱାସୀ ମାନଙ୍କର ଉପାସନା ନିମନ୍ତେ ଆମେ ଖୋଲିଦେବା, ବାକ୍ୟ ସେମାନଙ୍କୁ ଶିକ୍ଷା ଦେବା। ଆକ୍ୱିଲା ପ୍ରିସ୍କିଲା ନିଜର ଗୃହକୁ ସେବାକାରୀମାନଙ୍କ ପାଇଁ ପୁଣି ସର୍ବୋପରି ଏକ ମଣ୍ଡଳୀ ନିମନ୍ତେ ସେ ଖୋଲି ଦେଇଥିଲେ। କେବଳ ସେତିକି ନୁହେଁ, ମାତ୍ର ପରବର୍ତ୍ତୀ ସମୟରେ ଆମେ ଲକ୍ଷ୍ୟ କରୁଛୁ ସେମାନେ ନିଜର ବ୍ୟବସାୟକୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିଥିଲେ। ବ୍ୟବସାୟ ସେମାନଙ୍କର ଜୀବନ ଧାରଣର ପନ୍ଥା ଥିଲା, କିନ୍ତୁ ସେମାନେ କହିଲେ ନା, ଆମମାନଙ୍କର ବ୍ୟବସାୟ ଠାରୁ ଈଶ୍ୱରଙ୍କର ସେବା କାର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ, ଅଧିକ ଲାଭଜନକ, ଅଧିକ ଆଶୀର୍ବାଦଜନକ। ଫଳରେ ଆମମାନଙ୍କର ଜୀବନ ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର କାରଣ ହେଲା। ଆପଣ ଗୃହକୁ ଈଶ୍ୱରଙ୍କର ହସ୍ତରେ ସମର୍ପଣ କଲେ, ବର୍ତ୍ତମାନ ଆପଣ ବ୍ୟବସାୟକୁ ମଧ୍ୟ ସମର୍ପଣ କଲେ। ଭାବିନଥିଲେ ଆମର ଭବିଷ୍ୟତରେ ଆମେ କ'ଣ ହେବା, ପାଉଲ ତ ଚାଲିଯିବେ, ଆମେ କ'ଣ କରିବା, କିପରି ଭାବରେ ଆମେ ଚଳିବା। କିନ୍ତୁ ସେମାନେ ଜାଣିଥିଲେ ଯେଉଁ ଈଶ୍ୱର ଆମମାନଙ୍କୁ ଆହ୍ୱାନ କରିଛନ୍ତି ସେ ଆମମାନଙ୍କର ତତ୍ତ୍ୱ ନେବେ। ହଁ ପ୍ରିୟ ବନ୍ଧୁ, ଯେତେବେଳେ ଆମମାନଙ୍କର ଜୀବନରେ ଈଶ୍ୱରଙ୍କର ସେବା କାର୍ଯ୍ୟ ପାଇଁ ହୁଏତ ଆହ୍ୱାନ ଆସେ, ଆମମାନଙ୍କର କାର୍ଯ୍ୟ ଉପରେ ଦାବି ଆସେ, ବ୍ୟବସାୟ ଉପରେ ଦାବି ଆସେ, ସେତେବେଳେ କ'ଣ ଆମମାନଙ୍କର ବ୍ୟବସାୟକୁ, ଆମମାନଙ୍କର କାର୍ଯ୍ୟକୁ, ଆମର ଅର୍ଥ ଲାଭକୁ ଆମେ ଜାବୁଡ଼ି ଧରି କହୁ ନା, ଅର୍ଥ ଦ୍ୱାରା ମୁଁ ପ୍ରଭୁଙ୍କର ସେବା କରିବି, ଏଠି ଟିକେ ସେଠି ଟିକେ ପ୍ରଭୁଙ୍କର କାର୍ଯ୍ୟରେ ସମ୍ପୃକ୍ତ ନା। ମାତ୍ର ଆକ୍ୱିଲା ପ୍ରିସ୍କିଲା ଉଭୟ ନିଜର ଭବିଷ୍ୟତ, ନିଜର କାର୍ଯ୍ୟକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କଲେ, ସମ୍ପୂର୍ଣ୍ଣ ଭାବରେ ନିଜର ଜୀବନକୁ ଈଶ୍ୱରଙ୍କର ହସ୍ତରେ ସମର୍ପଣ କଲେ। ଫଳରେ କ'ଣ ହେଲା, ଈଶ୍ୱର ଆକ୍ୱିଲା ପ୍ରିସ୍କିଲାଙ୍କୁ ଯୁଆଡ଼େ ଯୁଆଡ଼େ ପଠାଉଥିଲେ ସେ ସବୁ ଅଞ୍ଚଳ ଗୁଡ଼ିକୁ ସେ ଯାଉଥିଲେ, ଆଉ ପ୍ରଭୁଙ୍କର ସେବା କାର୍ଯ୍ୟରେ ଉଭୟ ସେମାନେ ଲାଗି ରହିଥିଲେ। ହଁ ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କ ପାଇଁ ଏକ ଆହ୍ୱାନ ଆସିଛି। ସର୍ବଶେଷରେ ଦ୍ୱିତୀୟ ତିମୋଥୀକୁ ଯେତେବେଳେ ପ୍ରେରିତ ପାଉଲ ତାଙ୍କର ପତ୍ର ଲେଖୁଛନ୍ତି, ସେ ଭୁଲି ଯାଇନାହାନ୍ତି ଆକ୍ୱିଲା ପ୍ରିସ୍କିଲାଙ୍କୁ। ଲେଖାଯାଉଛି, ଆକ୍ୱିଲା ପ୍ରିସ୍କିଲାକୁ ମୋର ନମସ୍କାର ଜଣାଅ। ଯେଉଁ ମଣ୍ଡଳୀ ଗୁଡ଼ିକ ଏହି ସ୍ଥାନରେ ଅଛନ୍ତି ସେମାନେ ଆକ୍ୱିଲା ପ୍ରିସ୍କିଲାଙ୍କୁ ନମସ୍କାର ଜଣାଉଛନ୍ତି। ଆକ୍ୱିଲା ପ୍ରିସ୍କିଲା ଅନ୍ୟମାନଙ୍କ ପାଇଁ କେବଳ ଈଶ୍ୱରଙ୍କର ସେବାକାରୀ ହେଲେ ତାହା ନୁହେଁ, ଏକ ବନ୍ଧୁ ଭାବରେ ପାଉଲଙ୍କର ସହିତ ଶେଷ ପର୍ଯ୍ୟନ୍ତ ବନ୍ଧୁ ଭାବରେ ରହିଲେ। ପ୍ରିୟ ବନ୍ଧୁଗଣ, ଏ ସମସ୍ତ ସେବା କାର୍ଯ୍ୟରେ କ'ଣ ଏକ ମୂଲ୍ୟ ରହିଛି? ନିଶ୍ଚିତ ଭାବରେ ଏକ ମୂଲ୍ୟ ରହିଛି। ସେଥିପାଇଁ ପାଉଲ ତାଙ୍କର ମଣ୍ଡଳୀକୁ ସେ ଲେଖନ୍ତି, ରୋମୀ ତାର 16 ପର୍ବ 4 ପଦରେ ପାଉଲ କହୁଛନ୍ତି, ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କରିଥିଲେ। ଆକ୍ୱିଲା ପ୍ରିସ୍କିଲା ନିଜ ଜୀବନକୁ, ପରିବାରକୁ, ନିଜର ଭବିଷ୍ୟତକୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କଲେ, ପାଉଲଙ୍କର ସହିତ ସେବା କାର୍ଯ୍ୟରେ ଆଗେଇ ଗଲେ। ପାଉଲ ଭୁଲି ନଥିଲେ ଯେ ଆକ୍ୱିଲା ପ୍ରିସ୍କିଲାଙ୍କୁ ଯେ ଏକ ମୂଲ୍ୟ ଦେବାକୁ ପଡ଼ିଥିଲା। ପାଉଲ କହୁଛନ୍ତି, ସେମାନେ ମୋର ପ୍ରାଣ ନିମନ୍ତେ, ମୋର ସହିତ ସେବା କାର୍ଯ୍ୟ ନିମନ୍ତେ ଆପଣା ଆପଣା ପ୍ରାଣକୁ ସେମାନେ ବିପଦଗ୍ରସ୍ତ କରିଥିଲେ। ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କ ସେବାରେ ଏକ ମୂଲ୍ୟ ରହିଛି। ପ୍ରଭୁଙ୍କର ସେବା ଏକ ସୁଖମୟ ସେବା କାର୍ଯ୍ୟ ନୁହେଁ, ଏକ ମୂଲ୍ୟ ରହିଛି। ତାହା ହୁଏତ ଆମମାନଙ୍କର ଗୃହକୁ ଦାବି କରିପାରେ, ଆମର ସମୟକୁ ଦାବି କରିପାରେ, ଆମର ଅର୍ଥକୁ ଦାବି କରିପାରେ, ଆମର ପୁଅ ଝିଅମାନଙ୍କୁ ଦାବି କରିପାରେ, ସର୍ବଶେଷରେ ଆମମାନଙ୍କର ଜୀବନକୁ ମଧ୍ୟ ଦାବି କରିପାରେ।
ହଁ ପ୍ରିୟ ବନ୍ଧୁଗଣ, ଆକୁଲା ପ୍ରିସ୍କିଲା ପଛେଇ ଯାଇ ନଥିଲେ। ସବୁକିଛି ଯଦି ଏହା ଆମମାନଙ୍କର ବିଶ୍ୱାସ ଜୀବନ ଉପରେ ଈଶ୍ୱରଙ୍କର ଦାବି, ଶିଷ୍ୟ ତ ଜୀବନ ଈଶ୍ୱରଙ୍କର ଦାବି, ତେବେ ସବୁ ତାଙ୍କ ହସ୍ତ ତଳେ ସମର୍ପଣ କରି ଆଗେଇ ଚାଲିଲେ। ପ୍ରିୟ ବନ୍ଧୁଗଣ, ଚିନ୍ତା କରୁଛୁ ଏକ ସାଧାରଣ ପରିବାର, ତମ୍ବୁ ବ୍ୟବସାୟୀ, ଆଜି ନିଜର ଗୃହରେ ଏକ ମଣ୍ଡଳୀ ତାଙ୍କର ଉତ୍ସାହ ଦ୍ୱାରା ପାଉଲ ପୁଣି ଆପୋଲ ଉତ୍ସାହ ପାଇଲେ, ପ୍ରେରଣା ପାଇଲେ, ଅଧିକ ଉତ୍ସାହିତ ଏହି ସେବା କାର୍ଯ୍ୟରେ ଆଗେଇ ଗଲେ। ପଛରେ ରହିଲେ ସେମାନେ। ହଁ, ଆମେ ଆଗୁଆ ମିଶନରେ ହେଇ ନପାରୁ, କିନ୍ତୁ ସେବା କାର୍ଯ୍ୟ ପଛରେ ଆମେ ରହି ପ୍ରାର୍ଥନାରେ, ଆର୍ଥିକ ସହାୟତାରେ, ଉତ୍ସାହରେ, ପ୍ରେରଣାରେ, ଯଦି ଆହ୍ୱାନ ଆସେ, ଯଦି ଦାବି ଆସେ, ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିଦେବା। ଯାହା କିଛି ଆସୁନା କାହିଁକି, ପାଉଲ କହିଲେ ଆପଣାକୁ ସେମାନେ ବିପଦଗ୍ରସ୍ତ କଲେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କର ନିକଟରେ ଆପଣଙ୍କର ଜୀବନ ବହୁମୂଲ୍ୟ, ମୋ ଜୀବନ ବହୁମୂଲ୍ୟ। ଏ ଗୋଟିଏ ଜୀବନକୁ କ'ଣ ଆମମାନେ ଈଶ୍ୱରଙ୍କ ନିମନ୍ତେ, ତାଙ୍କର ସେବା କାର୍ଯ୍ୟ ନିମନ୍ତେ, ଅନ୍ୟମାନଙ୍କର ପରିତ୍ରାଣ ନିମନ୍ତେ ଆମେ ଖୋଲିଦେବା, କହିଦେବା, ପ୍ରଭୁ ଏହି ଗୋଟିଏ ଜୀବନ, ତାହାକୁ ତୁମ ହସ୍ତ ତଳେ ମୁଁ ସମର୍ପଣ କରୁଛି। ଆକୁଲା ପ୍ରିସ୍କିଲା ସାଧାରଣ ବିଶ୍ୱାସୀ ପରିବାର ଏକ ସେବା କାର୍ଯ୍ୟରେ ସହଯୋଗୀ ଭାବରେ ବିଶ୍ୱସ୍ତ ଶେଷ ପର୍ଯ୍ୟନ୍ତ ହୋଇପାରିଲେ। ପ୍ରଭୁ ଆମମାନଙ୍କୁ ଏହି ଜୀବନ ମାଧ୍ୟମରେ ଉତ୍ସାହ ଦିଅନ୍ତୁ, ପ୍ରେରଣା ଦିଅନ୍ତୁ, ଯେପରି ଆମମାନଙ୍କର ପରିବାର ସେହିପରି ଏକ ଆଦର୍ଶ ସୁସମାଚାରୀୟ ପରିବାର ଭାବରେ ଏହି ଜଗତରେ ଆମେ ବୃଦ୍ଧି ପାଇବା। ଆମେନ୍।